ओम नमः शिवाय। मु ज्योतिर्विद रुद्रप्रसन्न महापात्र भुवनेश्वर ओडिशा कहूँ। ଏବେ ମୁଁ ଏଇ ଯେଉଁ ନୂଆ ବର୍ଷ ଆପଣଙ୍କର ଆସୁଛି ତାକୁ ନେଇକି ମୁଁ ଅଲରେଡ଼ି ଗୋଟେ ଭିଡ଼ିଓ କରି ରଖିଛି ଯେ ସେ ବର୍ଷ ଫଳକୁ ନେଇକି କିଛି ବ୍ୟସ୍ତ ହୁଅନ୍ତୁନି। ପର୍ସନାଲ ଆପଣଙ୍କର ଦଶା ହିଁ ଆପଣଙ୍କର ଫଳ ଦେବ, ବର୍ଷ ଫଳ କିଛି କରିପାରିବ ନାହିଁ। ସେଭଳିଆ କିଛି ଜାଗାରେ ମୁଁ ଦେଖୁଥିଲି ଯେ ଗୋଟେ ରାଶିର ବ୍ୟକ୍ତି ବିଶେଷ କେମିତି ହେବେ ବିଜ୍ଞ ଜ୍ୟୋତିର୍ବିଦ ମାନେ କହୁଥିଲେ ଯେ ଏଇ ରାଶିର ଲୋକମାନେ ଏମିତି ହେବେ, ସେଇ ରାଶିର ଲୋକମାନେ ସେମିତି ହେବେ। ରାଶିକୁ ନେଇକି ଯେଉଁ ପର୍ସନାଲିଟି ଟ୍ରେଟ୍ ବା ତାକୁ କ'ଣ ଓଡ଼ିଆରେ କୁହାଯିବ ମୁଁ ଜାଣିପାରିବିନି ବା କହିପାରୁନି। ନିଜର ଯେଉଁ ଆପଣଙ୍କର ପର୍ସନାଲିଟିଟା ଅଛି ସେ ତାର ବିଭିନ୍ନ ଟ୍ରେଟ୍, କେଉଁ ଲୋକ ରାଗି ହେବ, କେଉଁ ଲୋକ ଶାନ୍ତ ରହିବ, କେଉଁ ଲୋକ ମିକ୍ସିଂ ହେବ, କେଉଁ ଲୋକ ମିକ୍ସିଂ ହେବନି। ଏସବୁ ଜିନିଷ ରାଶିରୁ ନେଇକି କେବଳ ଆମ ଜ୍ୟୋତିଷରେ ନୁହେଁ, ସାରା ବିଶ୍ୱରେ ଯେଉଁ ଜ୍ୟୋତିଷ ଅଛି ୱେଷ୍ଟର୍ଣ୍ଣ ଆଷ୍ଟ୍ରୋଲୋଜିରେ ବେସିକାଲି ମୁନ୍ର ପ୍ଲେସମେଣ୍ଟ ନେଇକି, ଯଦିଓ ୱେଷ୍ଟର୍ଣ୍ଣ ଆଷ୍ଟ୍ରୋଲୋଜିରେ ସନ୍ର ପ୍ଲେସମେଣ୍ଟଟାକୁ ବହୁତ ଫୋକସ୍ କରାଯାଇଛି। ମୁଁ ବି ଭାବିପାରୁନି କାହିଁକି ଆମ ଜ୍ୟୋତିଷରେ ସୂର୍ଯ୍ୟଟାକୁ ଏତେ ଫୋକସ୍ କରାହେଇନି। ଆମେ ଚନ୍ଦ୍ର ଲଗ୍ନରୁ ଦେଖୁଛୁ, ସୂର୍ଯ୍ୟ ଲଗ୍ନରୁ ସୁଦର୍ଶନ ଚକ୍ରରେ ଯଦିଓ ଦେଖାଯାଏ କିନ୍ତୁ ସବୁବେଳେ କୁହାଯାଏନି ଆପଣ ଲଗ୍ନରୁ ଏବଂ ଚନ୍ଦ୍ର ଲଗ୍ନ। କିନ୍ତୁ ୱେଷ୍ଟର୍ଣ୍ଣ ଆଷ୍ଟ୍ରୋଲୋଜିରେ ସୂର୍ଯ୍ୟଟାକୁ ଆଗ। ତ ସେଥିରେ ମଧ୍ୟ ଯେ ଗୋଟେ ଲୋକର ଜାତକ ଦେଖିକି ସେ କେମିତି ତାର ପର୍ସନାଲିଟି ଟ୍ରେଟ୍ ରହିବ ଏଟା କୁହାଯାଉଛି, ଯେଉଁଟାକି ବହୁତ ବେସିକ୍ ଥିଲା। ମାନେ ଯେଉଁଟା ଆମେ କହନ୍ତି ଆଜିକି ପ୍ରାୟ 200 ବର୍ଷ ତଳୁ ଯେତେବେଳେ ଜ୍ୟୋତିଷଟା ନୂଆ ନୂଆ ଆରମ୍ଭ ହେଉଥିଲା ୱେଷ୍ଟର୍ଣ୍ଣ ଫିଲ୍ଡରେ, ଆମର ତ ହଜାର ହଜାର ବର୍ଷ ଧରି ଅଛି। ଏଇଟା ଗୋଟେ କିଛି ବଡ଼ କଥା ନୁହେଁ। ଏଇଥିପାଇଁ ଏ ପର୍ସନାଲିଟି ଟ୍ରେଟ୍ କେମିତି ଗୋଟେ ଲୋକର ରହିବ ରାଶିକୁ ନେଇକି, ସେ ଲୋକଟି କେମିତି ହେବ, ସେଥିଲାଗି ବିବାହ ସମୟରେ ଆମେ ରାଶିଟାକୁ ଦେଖୁ। ତା ଛଡ଼ା ରାଶିର ଆଉ କିଛି ବିଶେଷ ୟୁଜ୍ ନାହିଁ ଜ୍ୟୋତିଷରେ। ଚନ୍ଦ୍ର ଲଗ୍ନରୁ ଆପଣ ଦେଖିବେ, ରାଶିରୁ ଆପଣ ଦେଖିପାରିବେ ହଁ ଚନ୍ଦ୍ରଟା କେଉଁଠି ଅଛି ସେଇଠି ଦେଖିବେ, ପ୍ରେଡିକ୍ସନ୍ କରିବେ। କିନ୍ତୁ ରାଶିର ମୋଷ୍ଟ ୟୁଜଫୁଲ୍ ୟୁଜ୍ଟା ହେଲା, ବହୁତ ଆବଶ୍ୟକ ୟୁଜ୍ ହେଲା ବିବାହ। କାହିଁକିନା ସିଏ କେଉଁ ଭଳିଆ ଲୋକ, ମୁଁ କେଉଁ ଭଳିଆ ଲୋକ, ସେଟା ରାଶିରୁ କିଛି ମାତ୍ରାରେ ଜଣାପଡ଼େ। ମୁଁ କହିବିନି ଯେ ବହୁ ମାତ୍ରାରେ, କିଛି ମାତ୍ରାରେ ଜଣାପଡ଼େ। ଠିକ୍ ସେଇଥିପାଇଁ ଆପଣମାନେ ନାଁ ଶୁଣିଥିବେ ନାହିଁ କି ମୁଁ ଜାଣିନି, କାର୍ଲ ଗୁସ୍ତାଭ ଜଙ୍ଗ, ସିଜି ଜଙ୍ଗ, ଗୁଗୁଲ ମାରିକି ଦେଖିବେ, ଲିଡ଼ିଂ ସାଇକୋଲୋଜିଷ୍ଟ। ସିଏ ଆକୁ ନେଇକି ବହି ଲେଖିଛନ୍ତି ଯେ ଜୋଡ଼ିଆକ୍ ସାଇନ୍ ଆଉ ପର୍ସନାଲିଟି। କେବଳ ସିଏ ନୁହେଁ, ବହୁତ ମନୋବିଜ୍ଞାନୀ ମଧ୍ୟ ଏଥିରେ ଥିଲେ। କିନ୍ତୁ କାର୍ଲ ଗୁସ୍ତାଭ ଜଙ୍ଗ ବହୁତ ଇଣ୍ଟରେଷ୍ଟେଡ୍ ଥିଲେ। ସେ ହିନ୍ଦୁ ଜ୍ୟୋତିଷର ବହି ମଗାନ୍ତି, ପଢ଼ନ୍ତି, ୱେଷ୍ଟର୍ଣ୍ଣ ଆଷ୍ଟ୍ରୋଲୋଜି ବି ମଗାନ୍ତି, ପଢ଼ନ୍ତି। ତାଙ୍କ ବହି ଗୁଡ଼ା ଆଜିକା ଡେଟ୍ରେ ମୁଁ ଦେଖୁଥିଲି ବହୁତ କଷ୍ଟଲି, ମାନେ ମୋ ପାଇଁ ଯେଉଁଠି ମୋ ରୋଜଗାର ନାହିଁ ସେଠି ତାଙ୍କର ଗୋଟେ ବହି ଆପଣଙ୍କୁ 3000, 7000, 10000 ପଡ଼ିବ ଗୋଟେ ବହି। ହଁ ଗୋଟେ ସେଟ୍ ହେଇଥାନ୍ତା କି? ତେଣୁ ମୁଁ ବି କାର୍ଲ ଜଙ୍ଗଙ୍କ ବହି ପର୍ସନାଲ ପରଚେସ୍ କରିନି, ନିଜେ ରଖିକି ପଢ଼ିନି, ଇଣ୍ଟରନେଟ୍ରୁ ଇ କପି ଗୋଟେ ଦୁଇଟା ପଢ଼ିଛି। ବଢ଼ିଆ ଆନାଲିସିସ୍ ସେ କରିଛନ୍ତି। ସାଇକୋଲୋଜିଷ୍ଟ ମାନେ ରାଶିକୁ ନେଇକି ଗୋଟେ ଲୋକର ପର୍ସନାଲିଟି କେମିତି ହେବ ଅଲରେଡ଼ି ସେଟା କହି ରଖିଛନ୍ତି। ଜ୍ୟୋତିଷରେ କି ସେଟା ଗୋଟେ ନୂଆ ଜିନିଷ ହେଲାନି। ଧନୁ ରାଶିର ବ୍ୟକ୍ତି ବିଶେଷ ମାନେ ଭାରି ରାଇଟିଆ ହେବେ, ଆ ସହିତ ମିଶିବେ, ତା ସହିତ ମିଶିବେ। କ'ଣ ପାଇଁ? ଗୋଟେ ରାଶିର 3ଟା କ୍ୱାଲିଟି ଥାଏ, ଚର, ସ୍ଥିର ଆଉ ଦାତ୍ମିକ। ଚର ରାଶିର ଲୋକମାନେ ବହୁତ ଫିକଲିଂ ମିଶିବେ, ସ୍ଥିର ରାଶିର ଲୋକମାନେ ବହୁତ ସ୍ଥିର ଭାବିଚିନ୍ତି କଥାବାର୍ତ୍ତା କରିବେ। ଦାତ୍ମିକ ଲୋକ ବୋଥ୍, ତା ନାଁ ହେଲା ଦାତ୍ମିକ। ଭଲ ଜାଗାରେ ଭଲ, ଖରାପ ଜାଗାରେ ଖରାପ। ସେଇ ରାଶିର ତତ୍ତ୍ୱ ନେଇକି ଆମେ କହିବା। ଯଦି ସେଇଟା ଗୋଟେ ଧନୁ ରାଶି ହେଇଥାଏ ଯେଉଁଟାକି ଅଗ୍ନି ତତ୍ତ୍ୱ ରାଶି, ଆମେ କହିବା ସେ ଲୋକଟା ରାଇଟିଆ କଥା କହିବ, ଆ ସହିତ ମିଶିବ, ତା ସହିତ ମିଶିବ, ଷ୍ଟ୍ରେଟ୍ ଫରୱାର୍ଡ଼ ସତ କଥା କହିଦେବ, ହଟିଂ ଟୁ ବୋଥ୍ ଅଫ୍ ଦି ସାଇଡ୍, ଦୁଇ ଜଣଙ୍କୁ କଷ୍ଟ ଦେଲା ଭଳିଆ। ଯଦି ସେଇଟା ଆପଣଙ୍କର ମୀନ ରାଶି ହେଇଥାଏ, ସେ ତା କଥା ବି ଶୁଣିକି କହିବ ହଁ ହଁ, ଆ କଥା ବି ଶୁଣିକି କହିବ ହଁ ହଁ। ଏଥିରେ କ'ଣ ବଡ଼ ଜିନିଷ ଅଛି ଆଜ୍ଞା? ଜ୍ୟୋତିର୍ବିଦ ମାନେ ଏଟା କହୁଛନ୍ତି ଆଉ ଲୋକ ଏଟା ଶୁଣୁଛନ୍ତି। 12ଟା ତ ରାଶି ଅଛି, ତାର କ'ଣ 12ଟା ପର୍ସନାଲିଟି ହେବେ? ତାଠୁ ଅଧିକ ପର୍ସନାଲିଟି ହେଇପାରିବନି। ସ୍ପ୍ଲିଟ୍ ପର୍ସନାଲିଟି ଅଛି। ସ୍ପ୍ଲିଟ୍ ପର୍ସନାଲିଟି ଡିଜର୍ଡର ଆପଣ କେମିତି ଦେଖିବେ? ଗୋଟେ ଲୋକ ମାନେ
ନିଜକୁ ଭାବୁଥିବ ମୁଁ ଏଇଟା ଗୋଟେ ସାଇकोलोजिकल बा साइकियाट्रिक डिजॉर्डर गोटे सेटा आपण केमती राशिफल देखिए यही जो जिनस को जो कहते ज्योतिर्विद माने बा सो कॉल्ड ज्योतिर्विद माने समस्त तो केबे नुहे एटा गोटे किसी बड़ कथा नुहे ना यार किसी आवश्यकता अच्छे ज्योतिष आमे नुहे एटा ज्योतिष को डेईकि साइकोलोजिस्ट आड़ पशिगला जमती न्यूटन बहुत गुड़े ज्योतिष बही निज थाकरे रखी जो शिष्य नाटा मोर मन पड़नी हेलो ना कौन डीवी रमन बही लिखुन ज्योतिष बही आप कहीं रखुच्च से ज्योतिषटा आप्रुव हो ना नाई नाई एमती बहुत जिनस अच्छे जोटा कि फिजिक्स जापारूनी से जानापी तेणु गोटे राशि देखिकी व्यक्ति विशेष किपर हे यहाँ साइकोलोजी अलरेडी कहुई माने ज्योतिष बाहर जाइए साइंटिस्ट मैंने स्टडी कर गले गोटे किसी नुआ कथा नुहे मुझे उद्देश्य है नुआ कथा नुहे ना ही ज्योतिष किसी गोटे तार आवश्यकता रही तेणु यही मोटा कोल्ड रिडिंग कहबी कोल्ड रिडिंग माने आप जेनराल एमती गोटे स्टेटमेंट देदेवे जोटा कि समस्त क्षेत्र में सुट कर मानसिक स्थिति ठीक रोना आपणकर गैस होगा कोल्ड रिडिंग कहुए कोल्ड रिडिंग गोटे के वीडियो करवा आज से विषय पशिबानी तेणु राशि आ निजर व्यक्ति विशेष से लोक केमी हे यहीटा गोटे ज्योतिषर कि गोटे बड़ जिनस नुहे से व्यक्ति विशेष सेमती हे जीवन सारा और नक्षत्र नहीं टिके चेंज हम कारण से नक्षत्र अधिपति जी थी तार कारकत्व भी टिके से लोक भितर आसो तो आपको नहीं कि किसी गोटे चमत्कारिता हो जाऊनी आपण मैंने से ज्योतिष कहूबा जिनटा शुणु से जहाँ करूँ करूँ यहाँ गोटे बहुत रुडिमेंटारी और मत लगुच ज्योतिष पढ़ुता 15 दिन और 20 दिन पढ़ी गोटे छात्र मो भाया इवन 5-7 वर्ष अभिज्ञता भी दरकार नहीं से कहीदेवे गला यही राशि व्यक्ति विशेष मानक या घट संपूर्ण मिछ आपणकर राशिफलटा संपूर्ण कहबिनी बहुमात्रा मिछ राशिफलटा सबु बेले वर्षफल हिसाब से कम करे राशिफल ये मुझे दैनिक राशिफल नुहे देखो राशि देखिकी जातक चंद्र जो था जातक सेटा है से लोकर राशि नक्षत्र को लेकिन से लोकर दशा कैलकुलेशन हुए जो नक्षत्र चंद्र थे से महादशा से लोकटी जन्म हो छाड़ू से कथा राशिटा को लेकिन आम जो गणनाटा करवा ये आम लग्न देखिले ना जोटा कि मुख्यतः मान प्रथम जिनस लग्न यदि आपंकर ना आप नवांश ना गला सब भूल राशि को लेकिन जो प्रेडिक्शन हुए सेटा को राशिफल कहुए से वार्षिक हो पारे हाफ इयरली हो पारे षण्मासिक मासिक हो पारे आजिका डेट दैनिक कराला ये सब गुड़ा प्रेडिक्शन प्रोबाबिलिटीटा बहुत बहुत कम आप वार्षिक राशिफल भी कहीदे धनु राशि मानक 2025 मसीहाटी एपरी रही बिल्कुल रही किछि किछि गोटे जनरल सेटमेंट कहीं ना से राशि पढ़े राशिफल बोले अच्छी पाए कौटी अच्छी भारत वर्ष कौन हम आगुरी भी मोटे भिडियो कही रखी तेणु व्यक्ति विशेष जे एमती हो गले एमती रहा गोटे कहबार ट्रिक यार कि ना यार कि माने ना वर्षफल हो कि गोटे आप जातक देखी बर गोटे 3 मासर प्रेडिक्शनटार जिते भैल्यू रो 3 मास छाड़ दिंतु गोटे 15 दिन मासिकिया प्रेडिक्शन आप जातक लाइफ चेंजिंग हो पाए जातक आप देखिले द्वादश अधिपति दशा चलती 6ष्ठ अधिपति द्वादश सब मैंने अत्यधिक खराब समय आप कहे रही जातु बर्तमान मैंने बहुत खराब समय 15 दिन में देखिए से लोकटा हस्पिटालाइज हो 15 दिन लाइफ चेंजिंग एक्सपीरियंस हो जातक देखला ही आपरे से राशि कौन मिल आज्ञा लग्न देखिले लग्न पर आप चंद्र लग्न देखो सूर्य लग्न देखुना किए मना कला कि ये से भाया जिनस आज्ञा आम मेन कज आप फिलोसफी पढ़ी थे जानी मेन कज और आंसिलरी कज कहुए आज्ञा मोर फटोटा टांगी से खसी पड़ा कौन पर खसला आज्ञा से ट्रकटा बहुत स्पीड रे गला तो से खस पड़ा कंटाटा तो बाड़ा है ठीक तो से खस पड़ा मेन कज है से आंसिलरी कज ट्रकटा जोरे पड़ेगा टे पवन हो आंसिलरी तो मेन कज आपणकर लग्न को न देखले किसी कही हम ना आ मजा कथा है लग्न को लेकिन वर्षफलटा
କରାଯାଏ ନାହିଁ। ଲଗ୍ନକୁ ନେଇକି ଦଶା ତାପରେ ବର୍ଷଫଳ। ଆଉ ଏଇ ଯେଉଁ ବର୍ଷଫଳ ଆପଣ କହୁଛନ୍ତି ସେଇଟା ସବୁବେଳେ ସମ୍ହିତା ଜ୍ୟୋତିଷ ବା ଗୋଟେ ରାଜ୍ୟ ପାଇଁ କେମିତି ହେବ କୁହାଯାଏ। ଆପଣ ଦେଖିନାହାନ୍ତି ଯେଉଁମାନେ ଆପଣଙ୍କ ଭିତରୁ ଇଂଲିଶରେ କମ୍ଫର୍ଟେବୁଲ୍ ଅଛନ୍ତି, ଦେଖନ୍ତୁ ଏଇ ଇୟର୍ଟା କେମିତି କୁହାହେଇଛି ଆମର ୱାର୍ଲଡ ଲେବୁଲରେ, ଯେ ଏଇ ବର୍ଷଟା ଶନି ଆଉ କେତୁଙ୍କର ବର୍ଷ ବୋଲି କହିକି ବିଶ୍ୱରେ କ'ଣ କ'ଣ ଘଟିବାର ଚାନ୍ସ ଅଛି। ଠିକ୍ ଅଛି, ସେଇଟା ଠିକ୍ ଅଛି। ଇଣ୍ଡିଭିଜୁଆଲ ହରୋସ୍କୋପିରେ ଆପଣ ବର୍ଷଫଳ କିଛି କାମ ଦେବନି। ସେ ବ୍ୟକ୍ତି ବିଶେଷ ଏମିତି ହେବେ, ମିଥୁନ ରାଶି ବ୍ୟକ୍ତି ବିଶେଷ ଏମିତି ହେବେ। ମୁଁ ଏବେ କହି ରଖିଲି, ଆପଣଙ୍କର ଯେଉଁ ରାଶି ହେଇଥିବ, ଯଦି ସେଟା ଗୋଟେ ଚର ରାଶି ହେଇଥାଏ, ଆପଣ ଲୋକଙ୍କ ସହିତ ଆରାମସେ ମିଶିଯିବେ, ଭାବିବେନି ଆଗ ପଛ କିଛି। ତୀର ରାଶି ଲୋକମାନେ ବହୁତ ଭାବି ଚିନ୍ତିକି ମିଶିବେ। ଦ୍ୱାତ୍ମିକ ଲୋକମାନେ ଭଲ ସହିତ ଭଲ, ମନ୍ଦ ସହିତ ମନ୍ଦ। ଏଇ ଜିନିଷଟା ଆପଣ ତତ୍ତ୍ୱ ନେଇକି ଟିକେ ଟିକେ ବଦଳିଯିବ। ସେଇଠି ଯଦି ସେଟା ଜଳତତ୍ତ୍ୱ ହେଇଥାଏ, ଭଲ କି ଲୋକମାନଙ୍କ ସହିତ ମିଶିଯିବ। ନିଆଁ ତତ୍ତ୍ୱ ଯଦି ହେଇଥାଏ, ଏତେ ଲୋକଙ୍କ ସହିତ ମିଶି ପାରିବନି, ଭାରି ସିଲେକ୍ଟିଭ୍ ଲୋକଙ୍କ ସାଙ୍ଗରେ ମିଶିବ। ଦ୍ୱାତ୍ମିକ ରାଶି କିନ୍ତୁ ସିଲେକ୍ଟିଭ୍ ଲୋକଙ୍କ ସାଙ୍ଗରେ ମିଶିବ। ଏଇ ଜିନିଷକୁ ନେଇ ସିଭିୟର ଷ୍ଟଡିଜ୍ ହେଇସାରିଛି। କାର୍ଲ ଜଙ୍ଗଙ୍କର ପେପର ଗୁଡ଼ା ପବ୍ଲିଶ ହେଇଯାଇଛି, ଆପଣ ଦେଖିବେ। ସିଜି ଜଙ୍ଗ ପଢ଼ିପାରିବେ। ଜ୍ୟୋତିଷରେ ଏଇଟା ଗୋଟେ କିଛି ବଡ଼ କଥା ନୁହେଁ। ମାନେ ମୋତେ ଏବେ ରିସେଣ୍ଟଲି ଜଣେ ପଚାରୁଥିଲେ, ସେଇଥିଲାଗି ମୁଁ ଭିଡ଼ିଓଟା କଲି। ସାର୍, ରାଶିକି ଦେଖିକି ଏତେ ଗୁଡ଼ିଏ କଥା କହି ହେଇଯାଉଛି। ପର୍ସନାଲିଟି ସେଟା ରାଶିରୁ କହିହେବ, ଯେଉଁଥିପାଇଁ କି ସାଇକୋଲୋଜିଷ୍ଟ ମାନେ ଜ୍ୟୋତିଷଟାକୁ ମାଡ଼ି ବସିଲେ। କିନ୍ତୁ ତାକୁ ଛାଡ଼ିକି ଆଉ କିଛି କହିହେବନି। ସେ ଆପଣ ମିଶିବେ ଲୋକଙ୍କ ସହିତ କିମ୍ବା ମିଶିବେନି, କିମ୍ବା ହସମିଜାଜ ହେବେ କିମ୍ବା ରାଗି ମିଜାଜ ହେବେ, ସେତିକି ସିନା ଆପଣ କହିଦେବେ। ତାକୁ ଛାଡ଼ିକି ଆପଣଙ୍କର 15 ଦିନ ପରେ କ'ଣ ହେବ କିଛି କହିହେବନି। ସେଥିପାଇଁ ଆପଣଙ୍କୁ ଜାତକ ଜାଣିବା ଦରକାର। ତେଣୁ ଏଇ ରାଶିର ସବୁ ବ୍ୟକ୍ତି ବିଶେଷ ମାନେ ଏଇଭଳିଆ ଯେ ହେବେ ନାହିଁ, ଗୋଟେ ଜେନେରାଲ ହିସାବରେ ହେବେ। କାରଣ ରାଶି ବହୁ ମାତ୍ରାରେ ପର୍ସନାଲିଟିକୁ ଦେଖାଏ ଏବଂ ସେଇ ଜାତକରେ ଯେଉଁ ଗ୍ରହଟା ସବୁଠୁ ଷ୍ଟ୍ରଙ୍ଗ ହେଇଥିବ, ସେଇ ଲୋକର ତାର ବି ଇମ୍ପାକ୍ଟ ରହିବ। ଆପଣଙ୍କର ମନେକର ଧନୁ ରାଶି, ଆପଣ ମିଶିବେ, ଛାଡ଼ି ଦିଅନ୍ତୁ ଚର ରାଶି ନିଅନ୍ତୁ, ମକର ରାଶି ନିଅନ୍ତୁ। ମକର ରାଶି ସେ ସମସ୍ତଙ୍କ ସହିତ ମିକ୍ସିଂ ରାଶିଟା। କିନ୍ତୁ ସେଇ ମକର ରାଶିରେ ଯଦି ଆପଣଙ୍କର ମଙ୍ଗଳ ବହୁତ ଷ୍ଟ୍ରଙ୍ଗ ହେଇଥାନ୍ତେ, ବହୁତ ଷ୍ଟ୍ରଙ୍ଗ ମାନେ ସର୍ବଳ, ଷ୍ଟ୍ରେନ୍ଥ ଅଫ୍ ଏ ପ୍ଲାନେଟ୍ ଜାଣିବା ପାଇଁ ସର୍ବଳ, ସେ ଲୋକ ମିଶିପାରିବେନି କାହା ସାଙ୍ଗରେ, ରାଗିଯିବେ। ଏ ଗୋଟେ ଆନ୍ସିଲାରୀ ଜିନିଷ ଆସିଲା। ତେଣୁ ସିଏ ଆପଣ କହିବେ, ହଁ ସାର୍ ଯାହା କହୁଛନ୍ତି ଠିକ୍। ଗୋଟେ ଲୋକ କହିବ, ନାଇଁ ନାଇଁ ମୋର ତ ସେଇଟା ଠିକ୍ ନୁହେଁ। କାହିଁକି ନା ଏଠି ଖାଲି ଆମେ ତାର ଚନ୍ଦ୍ରର ପ୍ଲେସମେଣ୍ଟ ନେଇଗଲେ, ବାକି ଗ୍ରହ ଦେଖିଲେନି। ତ ବାକି ଗ୍ରହ ଦେଖିବା ଦ୍ୱାରା, ନକ୍ଷତ୍ରର ଯେଉଁ ଅଧିପତି ସିଏ କେଉଁଠି ଦେଖିବା ଦ୍ୱାରା, ଚନ୍ଦ୍ର ଲଗ୍ନର ଷ୍ଟ୍ରେନ୍ଥ କେତେ ଅଛି ଦେଖିବାର ଅଛି। ରାଶି ଯେଉଁ ଘରଟା ଆପଣଙ୍କର ଅଛି, ରାଶିର ଭାବ ବଳ ବା ଜାତକରେ ଭାବ ବଳ ଯଦି ଷ୍ଟ୍ରଙ୍ଗ ନାହିଁ, ସେ ରାଶି ଆପଣଙ୍କର ଠିକ୍ ଇଣ୍ଡିକେଟ୍ କରିପାରିବ ନାହିଁ ଯେ ସେ ଲୋକ ସେଇଭଳିଆ ହେବ ବୋଲି। ତେଣୁ ଏସବୁ ତୁତ୍କା ଦ୍ୱାରା ଆପଣ ଗୋଟେ କ'ଣ ବୋହିଯାଆନ୍ତୁ ନାହିଁ, ଭାବପ୍ରବଣ ହେଇଯାଆନ୍ତୁ ନାହିଁ। ନା ନାଇଁ ସାର୍ କହିଦେଲେ, ଗୋଟେ ପ୍ରକାର କୋଲ୍ଡ ରିଡିଂ ଯଦିଓ ନୁହେଁ, କିନ୍ତୁ ଏଇଟା ଜ୍ୟୋତିଷ ଶାସ୍ତ୍ରରେ ଗୋଟେ ଖୁବ୍ ସାମାନ୍ୟ ଜିନିଷ। ଜ୍ୟୋତିଷ ଶାସ୍ତ୍ରରେ ରିସର୍ଚ୍ଚ କୋଶ୍ଚିନ୍ ହେଲା ଯେ ସାର୍ ଏ ଜନ୍ମରେ କ'ଣ ପାଇଁ ମୁଁ ଏମିତି ଭୋଗୁଛି, ମୋତେ ଏକ୍ଜାକ୍ଟ କର୍ମ ଗୁଡ଼ା କୁହନ୍ତୁ। କେଉଁ କର୍ମ ମୋର ଫ୍ରି ୱିଲ୍ ଅଣ୍ଡରରେ ଆସୁଛି, ଯେଉଁଟାକି ମୁଁ ଯଦି ଚେଷ୍ଟା କରିବି ଟିକେ ଟିକେ ଫଳ ମିଳିଯିବ ଏ ଜନ୍ମରେ। କେଉଁ କର୍ମ ସେମିତି ନାହିଁ। ଏସବୁ ହେଲା ଟିକେ ସ୍ୱେବ୍ ରିଡ଼ିଂ ବା ଟିକେ ସୂକ୍ଷ୍ମ ଭାବରେ ପଢ଼ିଲେ ଏଗୁଡ଼ା ଜଣାପଡ଼ିବ। ଇଏ ସବୁ ସୁପରଫିସିଆଲ ଜିନିଷ ଦ୍ୱାରା ଆପଣ କାହିଁକି ଏତେ ବ୍ୟାଫଲ୍ଡ ହେଇଯାଉଛନ୍ତି? ଏଗୁଡ଼ା ସବୁ ଛୋଟ ମୋଟ ଟ୍ରିକ୍ କି ଆପଣଙ୍କର ଆସ୍ଥା ଜିତିବା ପାଇଁ। ଯଦିଓ କୌଣସି ଗୋଟେ ଜେନ୍ୟୁଇନ୍ ଜ୍ୟୋତିଷ କେବେ ବି ଚାହିଁବେନି ଯେ କୌଣସି ଏମିତି ଛୋଟ ମୋଟ ୟୁଜଲେସ୍ ଟ୍ରିକ୍ ୟୁଜ୍ କରି ଲୋକମାନଙ୍କୁ ଆକର୍ଷଣ କରିବା, ନିଜ ଆଡ଼ୁ ରୋଜଗାର କରିବା। ଯେକୌଣସି ଗୋଟିଏ ଜ୍ୟୋତିଷ ତାର ମୁଖ୍ୟ କାମ ହେଲା ଜ୍ଞାନ ଆଉ ଧ୍ୟାନ। ମୁଁ ଯେଉଁ ଜିନିଷଟା ଦେଖିଲି ଯେ ମୁଁ ଇଂଲିଶରେ କହୁଛି, ଓଡ଼ିଶାରେ ବହୁତ ଗୁଡ଼ିଏ ଜିନିଷ ମୁଁ ମୋ ନିଜର ମତ ରଖିବାକୁ ଚାହୁଁଛି, ମୁଁ କହିପାରୁନଥିଲି। ସେଥିପାଇଁ ମୁଁ ଧୀରେ ଧୀରେ ଓଡ଼ିଆ ପିଲାଦିନ ଏମିତି ପଢ଼ି ଆସିଛୁ ଯେ ଆଉ ଇଂଲିଶରେ ସବୁ ରହିଗଲା। ତେଣୁ ଧୀରେ ଧୀରେ ମୁଁ ସେଇଟା ଓଡ଼ିଆରେ କହୁଛି, ଯଦିଓ ଲେଖିବା ସ୍ଥିତିକୁ ମୁଁ ଯାଇପାରୁନାହିଁ। କିନ୍ତୁ ଯଦି ଆପଣ ବେସିକ୍ ଜ୍ୟୋତିଷ ଟିକେ ଜାଣିଥିବେ, ଗୋଟା ଏତିକି, ଯେକୌଣସି ଗୋଟେ ଜ୍ୟୋତିର୍ବିଦ ଧ୍ୟାନ ଆଉ ଜ୍ଞାନରେ
लीन रहिबे ना कि एसबू तुत्का कहबे। हौ आशा करे मु जो पॉइंटा कहूथी आपण कहले बुझीपारे। क्षमा करेंगे मझे मझे बहुत इंग्लीश शब्दर उपयोग हो जाऊँगी। आपण मुझे कहवाक चाहूँगी ताको टिके बुझंतु मु केते स्ट्रांग ओडिया कहूँ किंबा उपेन्द्र भंजों द्वारा लिखाई कौन वैदेशिक विलास जो ग्रंथ से लिखिं मु देखी थे पढ़िया को चेष्टा भी कर शब्द तो मो भाया मुखर ना। तो मु ज्योतिष जी जानी ना ही मु गोटे को लिटरेचर पर्सन साहित्यिक सेटा को कहूँ चाहूँगी से मत गोटे एंड्रे क्षमा करेंगे से मोर टे इंग्राजी भाषा जो यूज कर द्वितीय भाषा मोर जो उद्देश्यटा को बुझे चेष्टा करेंगे। हो आज ये प्रति महादेव चाहते आ गोटे वीडियो नहीं खूब शीघ्र आप उपस्थित हे। आज आज्ञा दिंतु। ओम नमः शिवाय।